ଆପଣମାନଙ୍କୁ ମକର ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଜିର ଭିଡ଼ିଓଟି ମୁଁ ଆପଣମାନଙ୍କୁ ମକର ସଂକ୍ରାନ୍ତିର ବିଶେଷତ୍ୱ କ'ଣ, ମକର ସଂକ୍ରାନ୍ତି ଆମେ କାହିଁକି ପାଳନ କରୁ, ଏହି ବିଷୟରେ ମୁଁ ଆପଣଙ୍କୁ ଜଣାଇବି। ଆଉ এই ଭିଡ଼ିଓଟି ଆପଣ ପ୍ରଥମରୁ ଶେଷ ଯାଏଁ ଦେଖିବେ। ଯଦି ଭିଡ଼ିଓଟି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଅଛନ୍ତି ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ। ମୋର ଆଗକୁ ଆସୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ପାଇପାରିବେ। ଚାଲନ୍ତୁ ଷ୍ଟାର୍ଟ କରିବା। नमस्कार, जय जगन्नाथ। ମୁଁ ଦୀପାଲି ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏହି ଭିଡ଼ିଓକୁ। ମକର ସଂକ୍ରାନ୍ତି ଆମ ସମଗ୍ର ଭାରତ ବର୍ଷରେ ବିଭିନ୍ନ ପ୍ରାନ୍ତରେ ଏଇଟା ପାଳନ କରାଯାଏ। ଏହି ମକର ସଂକ୍ରାନ୍ତି ଦିନ ଆମେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଥାଉ। ପୃଥିବୀର ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ପୃଥିବୀର ଉତ୍ତର ମେରୁର ମକର କ୍ରାନ୍ତି ଉପରେ ସୂର୍ଯ୍ୟ ଅବସ୍ଥାନ କରୁଥିବା ହେତୁ ଏହି ଦିନ ଓ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରୁଥିବା ହେତୁ ସୂର୍ଯ୍ୟଙ୍କର ଏହି ସଂକ୍ରମଣକୁ ସଂକ୍ରାନ୍ତି ବୋଲି କହନ୍ତି। ଯେହେତୁ ମକର ରାଶିରେ ପ୍ରବେଶ କରୁଛନ୍ତି, ତେଣୁ ଏହି ସଂକ୍ରାନ୍ତିକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ। ଆଉ ଏହି ଦିନଠାରୁ ଦିନ ବଡ଼ ହୁଏ, ରାତି ସାନ ହୁଏ, ସୂର୍ଯ୍ୟଙ୍କର ଉତ୍ତରାୟଣର ଗତି ହୁଏ। ତେଣୁ ଏହି ଦିନକୁ ମଧ୍ୟ ଉତ୍ତରାୟଣ ପର୍ବ ବୋଲି ପାଳନ କରାଯାଏ। ଦକ୍ଷିଣ ଭାରତରେ ଏହି ଦିନକୁ ପୋଙ୍ଗଲ ଭାବେ ପାଳନ କରନ୍ତି। ହିନ୍ଦୁ ଶାସ୍ତ୍ରରେ ଏହି ଦିନକୁ ବହୁତ ବଡ଼ ପବିତ୍ର ଦିନ ବୋଲି କୁହାଯାଏ। ଆସାମରେ ବିହୁ, କେରଳରେ ଓନମ୍, ତାମିଲନାଡୁରେ ପୋଙ୍ଗଲ, ପଞ୍ଜାବରେ ଲୋହଡ଼ି, ଏହି ଭାବରେ ଗୁଜୁରାଟରେ ମଧ୍ୟ ଗୁଡ଼ି ପର୍ବ ଭାବରେ ପାଳନ କରାଯାଏ। ଏହି ଦିନ ଗୁଜୁରାଟ ଓ ରାଜସ୍ଥାନରେ ଗୁଡ଼ି ଉଡ଼ାଇ ଏହି ପର୍ବ ପାଳନ କରିଥାନ୍ତି। ମକର ସଂକ୍ରାନ୍ତି ଦିନରେ ଦାନର ବେଶୀ ଗୁରୁତ୍ୱ ରହିଛି। ତେଣୁ ଏହି ପର୍ବକୁ ଭାରତର ସାର୍ବଜନୀନ ପର୍ବ ବୋଲି କୁହାଯାଏ। ଏହା ଆମ ଓଡ଼ିଶାରେ ଘରେ ଘରେ ପାଳିତ ହୁଏ। ଓଡ଼ିଶାର ଘରେ ଘରେ ଏହି ଦିନ ମକର ଚାଉଳ ପ୍ରସ୍ତୁତ କରି ଭୋଗ ଲାଗି କରାଯାଏ। ମାର୍ଗଶିର ମାସରେ ଯେଉଁ ନୂଆ ଧାନ ଅମଳ ହୋଇଥାଏ, ସେହି ନୂଆ ଧାନରୁ ପ୍ରସ୍ତୁତ ନୂଆ ଅରୁଆ ଚାଉଳ, ନୂଆ ଆଖୁ ପଡ଼ି ଗୁଡ଼, କ୍ଷୀର, ଛେନା, ଅଦା, ଗୋଲମରିଚ, ପାଚିଲା କଦଳୀ, ସେଓ, ଅଙ୍ଗୁର, ନଡ଼ିଆ ଏସବୁକୁ ମିଶାଇକି ଗୋଟେ ସ୍ୱତନ୍ତ୍ର ପ୍ରକାରରେ ଭୋଗ ପ୍ରସ୍ତୁତ କରାଯାଏ। ଆଉ ଏଇଟା ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଲାଗି କରାଯାଏ। ଆଉ ଓଡ଼ିଶାର ଘରେ ଘରେ ମଧ୍ୟ ଗୃହ ଠାକୁରଙ୍କୁ ମଧ୍ୟ ଲାଗି କରାଯାଏ। ବିଶେଷ କରି ସୂର୍ଯ୍ୟଙ୍କୁ ମଧ୍ୟ ଏଇଟା ପୂଜା କରାଯାଏ। ଏହି ଦିନ ବିଭିନ୍ନ ଜାଗାରେ ମକର ମେଳା ମଧ୍ୟ ଅନୁଷ୍ଠିତ ହୁଏ। ମହାପ୍ରଭୁ ଜଗନ୍ନାଥଙ୍କର ମକର 84 ବେଶ କରାଯାଏ। ଏହି ଦିନ ମା ମହାଲକ୍ଷ୍ମୀ ବାପ ଘରୁ ଫେରିଥାନ୍ତି, ଆଉ ସାଙ୍ଗରେ ମକର ଚାଉଳ ନେଇକି ମଧ୍ୟ ଫେରିଥାନ୍ତି। ଆଉ ଏହି ମକର ଚାଉଳରୁ ପ୍ରସ୍ତୁତ ମକର ଚାଉଳର ଯେଉଁ ଭୋଗ ଏହା ସ୍ୱତନ୍ତ୍ର ଭାବରେ ଗୋଟେ ପ୍ରସ୍ତୁତ କରାଯାଇଥାଏ, ଯାହାକି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ସାମ୍ନାରେ ଲାଗି କରାଯାଏ। ପ୍ରତ୍ୟେକ ଓଡ଼ିଆମାନଙ୍କର ଏଇଟା ହେଉଛି ଗୋଟେ ସ୍ୱତନ୍ତ୍ର ପର୍ବ। ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ବିଶେଷ ଭାବରେ ପୂଜା କରାଯାଏ। ଆଉ ଏହି ମକର ଚାଉଳ ଭୋଗ ମଧ୍ୟ ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଲାଗି କରାଯାଏ। ମକର ରାଶିର ଅଧିପତି ହେଉଛନ୍ତି ଶନିଦେବ। ଶନିଦେବଙ୍କର ପ୍ରିୟ ହେଉଛି ରାଶି ଆଉ ଗୁଡ଼। ତେଣୁ ଏହି ଦିନ ରାଶି ଆଉ ଗୁଡ଼ରେ ମିଶ୍ରିତ ଲଡ଼ୁ ପ୍ରସ୍ତୁତ କରି ଶନିଦେବକୁ ଭୋଗ କରାଯାଏ। ଆଉ ଏହାକୁ ମଧ୍ୟ ବଣ୍ଟନ କରାଯାଏ, ଯାହାଦ୍ୱାରା ଶନିଦେବ ସନ୍ତୁଷ୍ଟ ହୁଅନ୍ତି ଓ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି। ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଉତ୍ତରାୟଣ ହେଉଛି ବହୁତ ଶୁଭପ୍ରଦ। ସମସ୍ତ ମାଙ୍ଗଳିକ କାର୍ଯ୍ୟ ଯେମିତିକି ବିବାହ, ବ୍ରତ, କୌଣସି ଗୃହ ପ୍ରତିଷ୍ଠା, ଯେକୌଣସି ମାଙ୍ଗଳିକ କାର୍ଯ୍ୟ ଏହି ଉତ୍ତରାୟଣରେ ହିଁ କରାଯାଏ। ଏହି ଉତ୍ତରାୟଣରେ ଯଦି କେହି ମୃତ୍ୟୁବରଣ କରନ୍ତି, ତାହେଲେ ସ୍ୱର୍ଗପ୍ରାପ୍ତି ହୋଇଥାଏ। ସେଥିପାଇଁ ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧ ଚାଲୁଥିବା ସମୟରେ ପିତାମହ ଭୀଷ୍ମ ତାଙ୍କର ଇଚ୍ଛା ମୃତ୍ୟୁ ପାଇଁ ଅପେକ୍ଷା କରିଥିଲେ ଏହି ଉତ୍ତରାୟଣକୁ। ଆଉ ଏହି ମକର ସଂକ୍ରାନ୍ତି ଦିନ ଉତ୍ତରାୟଣ ଆରମ୍ଭ ହେଉଛି। ଆଉ ଏହି ଦିନ ପିତାମହ ଭୀଷ୍ମ ଇଚ୍ଛା ମୃତ୍ୟୁକୁ ବରଣ କରିଥିଲେ। ଆଉ ଶାସ୍ତ୍ର ମତ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ହିଁ ଭାଗୀରଥୀ ମା ଗଙ୍ଗାଙ୍କୁ ଧରାବତରଣ କରିଥିଲେ। କାହିଁ କେତେ ବର୍ଷ କାଳରୁ ଆମର ଓଡ଼ିଶାରେ ମଧ୍ୟ ଗାଁ ମାନଙ୍କରେ ଝିଅମାନେ ନିଜ ନିଜ ଭିତରେ ମକର ଚାଉଳ ଖାଇ ମକର ବସିଥାନ୍ତି। ମାନେ ଗୋଟେ ପବିତ୍ର ସମ୍ପର୍କରେ, ବନ୍ଧୁତାର ସମ୍ପର୍କରେ ନିଜ ନିଜ ଭିତରେ ବାନ୍ଧି ହୋଇଯାଆନ୍ତି। ଏହି ସମ୍ପର୍କଟି ବହୁତ ନିଆରା ସମ୍ପର୍କ। ଆମ ଓଡ଼ିଶାରେ ଏହାର ବିଶେଷତ୍ୱ ବହୁତ ବେଶୀ। ଏହି ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ମୋତେ ନିଶ୍ଚିତ ଭାବରେ ଜଣାଇବେ। ଯଦି ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଉ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ। ମୋର ଆଗକୁ ଆସୁଥିବା ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ରହୁଛି, ମୁଁ ପୁଣି ଆସିବି ଆଉ ଗୋଟେ ନୂଆ ଭିଡ଼ିଓ ନେଇ। ନମସ୍କାର, ଜୟ ଜଗନ୍ନାଥ।